ହ୍ୟାଲୋ ଏଭ୍ରିୱାନ୍। ପୂର୍ବଦିନ ରାତିରେ କିଛି ଉଷୁନା ଚାଉଳ ନେଇକି ତାକୁ ଭଲ ଭାବରେ କ୍ଲିନ୍ କରିଦେଇଥିଲି। ଆପଣ ଚାହିଁଲେ ଅରୁଆ ଚାଉଳ ନେଇପାରିବେ। ତା ଦେହରେ କିଛି ପାଣି ଦେଇକି ହୋଲ୍ ନାଇଟ୍ ଛାଡ଼ି ଦେଇଥିଲି। ସେ ପାଣିକୁ ଚା ଛଣାରେ ଛାଣି ଗୋଟେ ସ୍ପ୍ରେ ବୋଟଲରେ ରଖିଦେଇଥିଲି। ଅଧିକ ଦିନ ଷ୍ଟୋର୍ କରିବା ପାଇଁ ମୁଁ ତାକୁ ଫ୍ରିଜ୍ରେ ରଖିଦେଲି। ଏଇଟା ହେଉଛି ରାଇସ୍ ୱାଟର୍। ବେଳେବେଳେ ମୁଁ ମୁହଁରେ ଆପ୍ଲାଏ କରେ। ତାପରେ ଟିକେ ମିଶ୍ରି ପାଣି ପିଇ ଡାଇରେକ୍ଟ ହାଣ୍ଡିରୁ ସର ଆଣିକି ମୁହଁରେ ଟିକେ ଲଗେଇ ଦେଇଥିଲି। ଖରାଦିନ ଯେହେତୁ ଚାଲିଲାଣି ଆୟୁଷକୁ ଡେଲି ଲସି ଦରକାର ହେଉଛି। ଏ ପ୍ୟାଣ୍ଟଟା 2 ମାସ ତଳେ ଡିମାର୍ଟରୁ ଆଣିଥିଲି, ହେଲେ ମନେ ହିଁ ନଥିଲା। ତାପରେ ଆମେ ଟିକେ ଗଲୁ ଲଞ୍ଚ ବନେଇବା ପାଇଁ। ଓଡ଼ିଶାରୁ ଆସିଲା ବେଳେ କୋଳଥ ଯାଇ ଆଣିଥିଲୁ, ଯେଉଁଟାକି ଆୟୁଷକୁ କୋଳଥ ଡାଲି ବେଶୀ ଭଲ ଲାଗେ। ଆଉ ନଡ଼ିଆ ଚଟଣି ବି ବନେଇଥିଲୁ। ସାଙ୍ଗ ହେଇକି 2 ଜଣ ଖାଇନେଲୁ। ଇଭିନିଂରେ ଚାଲୁ ଟିକେ ମାର୍କେଟ ଯାଇକି ଅଟକି ଗଲୁ ଗୁପଚୁପ୍ ଦୋକାନରେ। ଗୁପଚୁପ୍ 2-4ଟା ଖାଇ ତାପରେ ଟିକେ ଚାଲୁ ଗ୍ରୀନ୍ ଟ୍ରେଣ୍ଡରେ ମୋର ଟିକେ ଆଇବ୍ରୋ ସେଭ୍ ଏକା କରିବାର ଥିଲା। ବହୁତ କମ୍ପ୍ଲେନ୍ ଆୟୁଷଙ୍କ ନାଁରେ କରିଥିଲି। ତାପରେ ଏବେ ତ ତାଳସଜ ଚାଲିଲାଣି, ତାଳସଜ ଆଣିକି ସ୍ୟାଣ୍ଡୱିଚ୍ ବନେଇ ସାଙ୍ଗ ହେଇ 2 ଜଣ ଖାଇଦେଲୁ। ଥ୍ୟାଙ୍କ ୟୁ।